এই আମ୍ବ ସିଜନରେ ଆପଣମାନେ ତ ପାଚିଲା ଆମ୍ବରେ ବିଭିନ୍ନ ପ୍ରକାର ରେସିପି ବନାଉଥିବେ। ଆଜି ମୁଁ ଭାବିଲି ଆପଣମାନଙ୍କ ସହିତ ଆମ୍ବ ଆଉ ସୁଜିରେ ତିଆରି ଗୋଟେ ବଢ଼ିଆ କେକ୍ର ରେସିପିଟିଏ ସେୟାର କରିବି। ତ ସେଥିପାଇଁ ଆଜି ମୁଁ ଆପଣମାନଙ୍କ ସହିତ ସୁଜି ଆମ୍ବରେ ତିଆରି କେକ୍ର ରେସିପିଟେ ସେୟାର କରୁଛି। ଏହି କେକ୍ଟା ବନେଇବା ପାଇଁ ବହୁତ ସହଜ। ଆଉ ଥରେ ଆପଣମାନେ ଏହି କେକ୍କୁ ବନେଇଦେବେ ନା, ପିଲାମାନେ ତ ପୁରା ମାଗି ମାଗି ଖାଇବେ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ସୁଜି ଆମ୍ବରେ ତିଆରି କେକ୍ର ରେସିପି ନିଶ୍ଚୟ ପସନ୍ଦ ଆସିବ। ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ସୁଜି ଆମ୍ବରେ ତିଆରି କେକ୍। ତ ଏହି କେକ୍ ବନେଇବା ପାଇଁ ଏଇଠି ମୁଁ ନେଇଯାଇଛି ଦୁଇଟା ପୁରା ଦେଶୀ ଆମ୍ବ। ତ ଦେଶୀ ଆମ୍ବକୁ ନେଇ ସାରିଲା ପରେ ତାକୁ ଭଲ ଭାବରେ ଧୁଆଧୁଇ କରିନେଇଥିଲି। ଏବେ ଏହି ଆମ୍ବକୁ ଆମେ ଛୋଟ ଛୋଟ ଖଣ୍ଡରେ କାଟି ନେବା। ତ ଏଇଠି ଦେଖିପାରୁଥିବେ ଆମ୍ବର ଗୋଟେ ଫାଳ ନେଇଯାଇଥିଲି। ତାପରେ ଆକୁ ଏମିତି ପିସ୍ ପିସ୍ କରିନେବା। ଏମିତି ପିସ୍ ପିସ୍ କରି କାଟିନେଲେ କ'ଣ ହେଇଥାଏ ନା, ଆମ୍ବଟାକୁ ଆପଣମାନେ ବଢ଼ିଆ ପୁରା ଆରାମସେ ବାହାର କରିନେବେ। ତ ଏଇଠି ଦେଖିପାରୁଥିବେ ଆମ୍ବ କେତେ ସୁନ୍ଦର ଭାବରେ ବାହାରିଗଲା। ଏବେ ଆମେ କ'ଣ କରିବା, ଗୋଟେ ଗ୍ରାଇଣ୍ଡର ଜାର୍ ନେଇଯିବା। ଗ୍ରାଇଣ୍ଡର ଜାର୍ ନେଇ ସାରିଲା ପରେ ଗ୍ରାଇଣ୍ଡର ଜାର୍ରେ ଏଇ ଆମ୍ବକୁ ଦେଇଦେବା। ଆମ୍ବ ସବୁକୁ କାଟିକି ଗ୍ରାଇଣ୍ଡର ଜାର୍ରେ ଦେଇ ସାରିଲା ପରେ ଏବେ ଆମେ କ'ଣ କରିବା ନା, ୟାକୁ ଗୋଟେ ପେଷ୍ଟ ବନେଇ ନେବା। ସାଙ୍ଗମାନେ, ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ଏଇଠି ଦେଖିପାରୁଥିବେ ଆମ୍ବର ପେଷ୍ଟ ଆମର ଏଠି ରେଡ଼ି ହେଇଯାଇଛି। ଏବେ ୟାକୁ ଆମେ ରଖିନେବା ସାଇଡ଼୍ରେ। ଏପଟେ ମୁଁ ନେଇଯାଇଛି ଗୋଟେ ବଡ଼ ଜାଗା। ଏବେ ସେଥିରେ ଆମେ ଗୋଟେ ମେଜରମେଣ୍ଟ କପ୍ରେ ମାପିକି ଦେବା ସୁଜି। ଏଠି ମୁଁ ଗୋଟେ ମେଜରମେଣ୍ଟ କପ୍ରେ ମାପିକି 1.5 କପ୍ ନେଇଥିଲି ସୁଜି। ଆପଣମାନେ ଆପଣଙ୍କର କ୍ୱାଣ୍ଟିଟି ଦେଖି ସୁଜିକୁ କମ୍ ଅଧିକ କରି ନେବେ। ଯେଉଁ କପ୍ରେ ମାପିକି ମୁଁ ସୁଜି ନେଇଥିଲି ନା, ସେଇ କପ୍ରେ ମାପିକି ଏବେ ମୁଁ ଦେଇ ଦେଉଛି 1 କପ୍ ଦହି। ଏ ଦହି ବିଲକୁଲ ବି ଖଟା ନାହିଁ, ପୁରା ଫ୍ରେଶ୍ ଦହି। ତା ସହିତ 1.5 କପ୍ ଆମେ ଦେଇଦେବା ଆମ୍ବର ଯେଉଁ ପ୍ୟୁରିଟା ଆମେ ବନେଇ ରଖିଥିଲେ। ଆମ୍ବର ଏଇ ପେଷ୍ଟକୁ ଦେଇ ସାରିଲା ପରେ ଏବେ ଏଇ ସବୁ ଜିନିଷକୁ ଆମେ ଭଲ ଭାବରେ ମିଶାଇ ନେବା। ତ ଆପଣମାନେ ତ କେକ୍ ଅନେକ ଥର ବନେଇଥିବେ। ଥରେ ଆପଣମାନେ ସୁଜି ଆମ୍ବରେ ତିଆରି ଏଇ କେକ୍କୁ ନିହାତି ଟ୍ରାଏ କରନ୍ତୁ। ଦେଖିବେ ଏଇ କେକ୍ଟା ଖାଇବା ପାଇଁ ଏତେ ଭଲ ଲାଗିଥାଏ ନା, ଥରେ ଆପଣ ବନେଇଲେ ବାର ବାର ବନେଇବା ପାଇଁ ଇଚ୍ଛା କରିବେ। ତ ଏଇଠି ସବୁ ଜିନିଷକୁ ମୁଁ ଭଲ ଭାବରେ ମିଶାଇ ନେଇଛି। ସବୁ ଜିନିଷକୁ ଭଲ ଭାବରେ ଏମିତି ମିଶାଇ ସାରିଲା ପରେ ଆମେ କ'ଣ କରିବା ନା, ସୁଜିକୁ 10ରୁ 15 ମିନିଟ୍ ପାଇଁ ଛାଡ଼ିଦେବା। 10-15 ମିନିଟ୍ ଲାଗିବ ସୁଜିଟା ଆମର ଭଲ ଭାବରେ ଫୁଲିବା ପାଇଁ। ତ ଏଇଠି ଦେଖିପାରୁଥିବେ ସବୁ ଜିନିଷକୁ ମୁଁ ଭଲସେ ପୁରା ମିଶାଇ ନେଇଛି। ଏବେ ଆକୁ ଆମେ କଭର କରିଦେବା। କଭର କରିକି ପୁରା 10-15 ମିନିଟ୍ ପାଇଁ ଛାଡ଼ିଦେବା। 10-15 ମିନିଟ୍ ଭିତରେ ସୁଜିଟା ବଢ଼ିଆ ସେ ଆମର ଫୁଲିଯିବ। ତ ମୁଁ ଆପଣମାନଙ୍କୁ 10ରୁ 15 ମିନିଟ୍ ପରେ ଏଇଟାକୁ କଭର କାଢ଼ିକିନା ଦେଖେଇବି। ତ ଏଇଠି ଦେଖିପାରୁଥିବେ 10-15 ମିନିଟ୍ ପରେ ମୁଁ କଭର କାଢ଼ି ନେଉଛି। ସୁଜିଟା ଏଇଠି ଦେଖି ଜାଣିପାରୁଥିବେ କେତେ ସୁନ୍ଦର ଭାବରେ ଆମର ଫୁଲି ଯାଇଛି। ତ ବ୍ୟାଟରଟା ଆଗରୁ ଯେତିକି ପତଳା ଲାଗୁଥିଲା ନା, ଏବେ ପୁରା ସୁଖା ସୁଖା ଲାଗୁଛି। ତାମାନେ ସୁଜି ଏଠି ପୁରା ବଢ଼ିଆ ସେ ଫୁଲି ଯାଇଛି। ସୁଜି ଏମିତି ଭଲ ଭାବରେ ଫୁଲିଗଲା ପରେ ଏଇଠି ମୁଁ ନେଇଯାଇଛି ଗୋଟେ ବଡ଼ ଗ୍ରାଇଣ୍ଡର ଜାର୍। ଏବେ ସେଇ ଗ୍ରାଇଣ୍ଡର ଜାର୍ରେ ଏଇ ସୁଜିକୁ ଦେଇଦେବା। ତ ସୁଜି ସବୁକୁ ଦେଇ ସାରିଲା ପରେ ଏଇଠି ଆମେ ଅଲଗା ସାମଗ୍ରୀ ସବୁ ଆଡ଼୍ କରିବା। ଯେମିତିକି ଏଠି ମୁଁ ନେଇଯାଇଛି 1 କପ୍ ତେଲ। ତ ଏଠି ମୁଁ ରିଫାଇନ୍ ତେଲ ନେଇଥିଲି। ଆପଣମାନେ ଚାହିଁଲେ ଘିଅ ଦେଇପାରିବେ, ନାହିଁ ତ ବଟରକୁ ମେଲ୍ଟ କରି ମଧ୍ୟ ଦେଇପାରିବେ। ତା ସହିତ ଏଠି ମୁଁ 1 ପିଞ୍ଚ ପରିକା ନେଇଥିଲି ଲୁଣ। ଏବେ ଏଇ ଲୁଣ ଆଉ ତେଲ ଦେଇ ସାରିଲା ପରେ ୟାକୁ ଭଲ ଭାବରେ ଗୋଟେ ପେଷ୍ଟ ବନେଇ ନେବା। ତ ଏଇଠି ଦେଖିପାରୁଥିବେ ସୁଜିର ଏଠି ପେଷ୍ଟ ଆମର ପୁରା ରେଡ଼ି ହେଇଗଲାଣି। ଆଉ ଏ ପେଷ୍ଟର କନସିଷ୍ଟାନ୍ସି ଆପଣ ଦେଖିପାରୁଥିବେ କେତେ ଗାଢ଼ା ଅଛି। ଏମିତି ସୁଜିର ପେଷ୍ଟ ଆମର ରେଡ଼ି ହେଇସାରିଲା ପରେ ଏଇଠି ଗୋଟେ ବଡ଼ ଜାଗାକୁ ସୁଜିର ଏଇ ପେଷ୍ଟକୁ ଆମେ କାଢ଼ି ନେବା। ଏଇ ପେଷ୍ଟକୁ ଗୋଟେ ଜାଗାକୁ କାଢ଼ି ସାରିଲା ପରେ ଏବେ ୟାକୁ ଆମେ ଭଲ ଭାବରେ ଟିକେ ମିଶାଇ ନେବା। ପାଖାପାଖି 1ରୁ 2 ମିନିଟ୍ ପର୍ଯ୍ୟନ୍ତ ୟାକୁ ମୁଁ ଟିକେ ମିଶାଇ ନେଉଛି। ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ସବୁ ଜିନିଷକୁ ଭଲ ଭାବରେ ଟିକେ ଗୋଳେଇ ସାରିଲା ପରେ ଏଇଠି ମୁଁ ହାଫ୍ ଚାମଚରୁ ବି କମ୍ ଦେଇଥିଲି ଭାନିଲା ଏସେନ୍ସ। ତା ସହିତ ଅଳ୍ପ ଦେଇଥିଲି ବେକିଂ ପାଉଡର ଆଉ ଅଳ୍ପ ଦେଇଥିଲି ବେକିଂ ସୋଡ଼ା। ବେକିଂ ପାଉଡର ଏଠି ମୁଁ ହାଫ୍ ଚାମଚ ପରିକା ନେଇଥିଲି, ଆଉ ବେକିଂ ସୋଡ଼ା ହାଫ୍ ଚାମଚରୁ ବି କମ୍ ଦେଇଥିଲି। ଏବେ ଏଇ ସବୁ ଜିନିଷ ଦେଇ ସାରିଲା ପରେ ୟାକୁ ଆମେ ଭଲ ଭାବରେ ଟିକେ ଫେଣ୍ଟି ନେବା। ଟିକେ ସମୟ ୟାକୁ ଭଲସେ ଫେଣ୍ଟି ନେଲା ପରେ ଏଇଠି ଦେଖିପାରୁଥିବେ ବ୍ୟାଟରଟା ଆମର କେତେ ହାଲକା ହେଇଗଲାଣି। ଏବେ ଆମେ କ'ଣ କରିବା ନା, ଏଇ ବ୍ୟାଟରକୁ ରଖିନେବା ସାଇଡ଼୍ରେ। ଯେଉଁ କେକ୍ ଟିନ୍ରେ ଆମେ କେକ୍ଟାକୁ ବନେଇବା ନା, ସେଇଟାକୁ ପ୍ରଥମେ ଆମେ ରେଡ଼ି କରିନେବା। ତ କେକ୍ ଟିନ୍ରେ ଅଳ୍ପ ଟିକେ ତେଲ ଦେଇଦେଇଛି। ଏବେ ବ୍ରସ୍ ସାହାଯ୍ୟରେ କେକ୍ ଟିନ୍ର ଚାରିପଟରେ ଭଲ ଭାବରେ ତେଲକୁ ଆମେ ସ୍ପ୍ରେଡ୍ କରିନେବା। ତ ଏଇଠି ଦେଖିପାରୁଥିବେ କେକ୍ ଟିନ୍ର ଚାରିପଟରେ ତେଲକୁ ମୁଁ ଭଲସେ ସ୍ପ୍ରେଡ୍ କରିନେଇଛି। ତ ଏଇଠି ଆମର କେକ୍ ଟିନ୍ ତ ପୁରା ରେଡ଼ି ହେଇଗଲାଣି। କେକ୍ ଟିନ୍ ଏମିତି ପୁରା ରେଡ଼ି ହେଇଗଲା ପରେ ଏବେ ଆମେ କ'ଣ କରିବା ନା, ଯେଉଁ ସୁଜିର ବ୍ୟାଟରଟାକୁ ବନେଇ ରଖିଛେ ଏବେ ସବୁଯାକ ବ୍ୟାଟରକୁ ଆମେ ଏଇ କେକ୍ ଟିନ୍ରେ ଦେଇଦେବା।
तो सबुजाक बैटर को केक टिन में दे सारा पर आम कौन करवा ना आपको हल्का टिके टैप करनबा भितर जहाँ भी एयर बबल्स थी ना सब भल भाव में सेट हो। तो ये देखिपे सबुजाक बैटर को मुझे सबुजाक बैटर को दे सारा पर आपको हल्का टिके एमती टैप करनेली। हल्का टिके टैप कर सारा पर ऊपर आम देदेबा अल्प काटिकी रखि बादाम आउ पिस्ता। आपण माने चाहिए चेरी दे परिबे नाई तो टूटी फ्रूटी दे परिबे नाई तो काजू भी दे परिबे जहाँ आपण मानकु पसंद आपण माने ऊपर अल्प सेकु दे डेकोरेट करनेबे। तो ये देखि परथिबे आम केक टिन टा पूरा रेडी हो गलानी बेक होआ पे। केक टिन एमिति पूरा रेडी हो सारा पर एबे आमे जिबा गैस पाखकु। गैस ऊपर गोटे मोटा वाला कड़ाई बसे नीची कड़ाई पूरा भल भाव में गरम हो सारा पर कड़ाई ऊपर एमती गोटे रिंग रखी एबे हमर केक टिन को रिंग ऊपर रखि नबा। एबे को हमें कवर करदबा कवर करके पूरा 15 मिनिट पे छाड़दबा। 15 मिनिट रे हमर केक टा पूरा बढ़िया से बनी जिवो। तो 15 मिनिट पर ये मु कवर काढ़ी आपण मानकु देखौची। तो ये देखिक जानी परथिबे केक टा केते सुंदर बनीची। केक देखिबा पई जेतिकी सुंदर लागुची ना खाइबा पई भी सेतिकी स्वादिया लागताए। केक एठी हमर सब पूरा रेडी हो गलानी। केक पूरा ठंडा हो सारा पर आपको आपण माने छोट छोट पीस करी काटी नेबे। आशा करूची आपण मानकु आज रही सुजी आ आंबर तैयारी केक रेसिपी निश्चय पसंद आस्तिबो। पुणी आसीबी गोटे नुआ रेसिपी नहीं से पर्यंत रहूची। नमस्कार, जय जगन्नाथ।